ଯଥେଷ୍ଟ ପୂର୍ବରୁ ସରିଛି ଅଖଚକ ଡେରା ନୀତି। ଶୀତଳ ଷଷ୍ଠୀରେ ପ୍ରାୟ ସମସ୍ତ ଚକ ଅଖ ଡେରା ହେଉଥିବା ବେଳେ ଏଥର ଆଗୁଆ ହୋଇଛି। ତେବେ ଭଉଁରୀ ଦିନ ତିନି ରଥରେ ନାହାକ ଚକ ଅଖ ଡେରା ସରିଥିବା ବେଳେ ଆଜି 18ଟି ଅଖରେ 36ଟି ଚକ ସଂଯୋଗ ହୋଇ ହରିବୋଲ ପକାଇଛନ୍ତି ଭୋଇ ସେବକ। ତେବେ ପ୍ରଥମେ ତାଳଧ୍ୱଜ ରଥର ବାକି 6ଟି ଅଖରେ 12ଟି ଚକ, ସେହିପରି ନନ୍ଦିଘୋଷରେ ବାକି 7ଟି ଅଖରେ 14ଟି ଚକ ଏବଂ ଦେବଦଳନରେ 5ଟି ଅଖରେ 10ଟି ଚକ ସଂଯୋଗ କରି ଚକ ଅଖ ଡେରା ନୀତି ସରିଛି। ଏହାପରେ କଳସା, ତାପରେ ବନ୍ଧ ଠିଆ ହୋଇ ଲାଗିବ ଦଣ୍ଡା, ତାପରେ ଲାଗିବ ମେଢ଼ି। ତେବେ ଦ୍ରୁତଗତିରେ ଆଗେଇ ଚାଲିଛି ବିଶ୍ୱନିୟତାଙ୍କ ରଥ ନିର୍ମାଣ କାର୍ଯ୍ୟ। 41 ଦିନରେ ଚଳଚଞ୍ଚଳ ରଥକଳା। ବିଭିନ୍ନ ବର୍ଗର 205 ସେବକ କରୁଛନ୍ତି ନିର୍ମାଣ କାର୍ଯ୍ୟ। ସମାନ୍ତରାଳ ଭାବରେ ତିନି ରଥର ଚାଳିରେ ଜାରି ରହିଛି କାର୍ଯ୍ୟ। ଭଉଁରୀ ତିଥିରେ ହୋଇଥିବା ଚକ ଅଖ ଡେରା ନୀତି। ସମସ୍ତ ରଥରେ ଗୋଟିଏ ଲେଖାଏଁ ଅଖ ଓ 2ଟି ଲେଖାଏଁ ଚକ ଡେରା ହୋଇଛି। ଆଜି ଅନ୍ୟ ସମସ୍ତ ଅଖ ଚକ ଡେରା ସମ୍ପନ୍ନ ହୋଇଛି। ତିନି ରଥର 42 ଚକ 21 ଅଖର ସଂଯୋଗ ହୋଇଛି। ଏହାପରେ ରଥରେ ଅନ୍ୟାନ୍ୟ ଅଂଶଗୁଡ଼ିକ ପର୍ଯ୍ୟାୟକ୍ରମେ ଫିଟିଂ ହେବ। ତିନି ରଥର ଦଣ୍ଡା ଅନ୍ୟପଟରେ ଫ୍ରେମ୍ରେ ବିଭିନ୍ନ ଅଂଶଗୁଡ଼ିକରେ ନବରିଂ କାର୍ଯ୍ୟ ସମ୍ପନ୍ନ ହୋଇସାରିଛି। ରୂପକାର ସେବକମାନେ ତିନି ରଥର 33ଟି ଶାଲଗୁଜ ଏବଂ 8ଟି ଲେଖାଏଁ ତୀଖ ଗୁଜରେ ସିଂହ ବିରାଳ ରୂପ ଖୋଦେଇ ଶେଷ ପରେ ତିନି ରଥର ବେଦୀ ସିଂହାସନରେ ମୁହାଣ୍ଡରେ କୁମ୍ଭ, ମତ୍ସ୍ୟ, ଡାଳିଲତା ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି। ଦୋଳଦେବୀ ସ୍ଥିତ ଅସ୍ଥାୟୀ କମରା ଶାଳରେ ଓଝା କମାର ସେବକମାନେ ତିନି ରଥର ଦଣ୍ଡା କଣ୍ଟା, ଗୟଳ କଣ୍ଟା ଶେଷ କରି ତିନି ରଥର ପୋଟଳ ପାଇଁ ଜଙ୍ଘା କଣ୍ଟା ଏବଂ ପୋଟଳ ବାଗିଆ କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ଜୟ ଜଗନ୍ନାଥ। ଆମେ ପ୍ରଥମେ ତ ମହାପ୍ରଭୁ ବଡ଼ଠାକୁରଙ୍କର ଚକ ଅଖ ସମ୍ପୂର୍ଣ୍ଣ ସଂଯୋଗ କରିସାରିବା ପରେ ତାପରେ ନନ୍ଦିଘୋଷର ଚକ ଅଖ ଆମେ ସଂଯୋଗ କଲୁ। ତାପରେ ମା ସୁଭଦ୍ରାଙ୍କର ଚକ ଅଖ ସମ୍ପୂର୍ଣ୍ଣ ସଂଯୋଗ କରିସାରିଛୁ। କାହିଁକିନା ବୟଳି ଯାକି ଚକ ଅଖ ଆଜି ଆମେ ସମ୍ପୂର୍ଣ୍ଣ କରିସାରିଲାଣୁ। ବର୍ତ୍ତମାନ ସୁଦ୍ଧା ଡେରା ସରିଛି ଚକ ଅଖ। ୟା ପରେ କାର୍ଯ୍ୟ ହେଉଛି ଆମର ଦଣ୍ଡା କାର୍ଯ୍ୟ। ଦଣ୍ଡା କାର୍ଯ୍ୟ ପାଇଁକା ବି ଦଣ୍ଡା ବି ଆମର କଳସା ହେଇକି ରହିଅଛି। ଏବେ ଦଣ୍ଡା ଉଠିବା ପାଇଁକା ତ ହେଲେ ଚକ ଆମର ଥାକ ହୋଇଥାଏ, ଦାଣ୍ଡିକାଠ ପୋତା ହୋଇଥାଏ, ଚକ ଥାକ ହୋଇଥାଏ। ଚାକ ଆମର ଥାକ ହୋଇସାରିବା ପରେ ଚକରେ ମେଣ୍ଢି ଲାଗିଥାଏ, ଅଖରେ ମେଣ୍ଢି ଲାଗିଥାଏ, ଚକରେ ବନ୍ଧ ଲାଗିଥାଏ। ତାପରେ ଆମେ ପାନ୍ଦଣ୍ଡା ରଥ ଉପରକୁ ଉଠେଇବୁ ଏବଂ ପାନ୍ଦଣ୍ଡା ରଥ ଉପରକୁ ଉଠେଇ ସାରିବା ପରେ ଆମେ ଦ୍ୱିତୀୟ ନମ୍ବର ହରିବୋଲଟି ବି ଆମେ ପକାଇବୁ। ପ୍ରଥମ ସଦାବେଳେ ଆମେ ମହାପ୍ରଭୁ ବଡ଼ରୁ କାମ ଆରମ୍ଭ କରିଥାଉ ବଡ଼ଠାକୁରଙ୍କ ରଥରୁ। ତେଣୁ ବଡ଼ଠାକୁରଙ୍କ ଚକ ଅଖ ଆମେ ସଂଯୋଗ କଲୁ। ପ୍ରଥମେ 14 ଚକରୁ 2 ଚକ ସଂଯୋଗ ହେଇଥିଲା ଆମର ଭଉଁରୀ ଯାତ୍ରାରେ। ଆଉ 12 ଚକ ସଂଯୋଗ କଲୁ। 6ଟି ଅଖ ସହିତ 12ଟି ଚକ ସଂଯୋଗ କଲୁ। ତାପରେ ବି ନନ୍ଦିଘୋଷ ରଥରେ ବି ଆମର 2ଟି ଚକ ସଂଯୋଗ ହେଇଥିଲା ଭଉଁରୀ ଯାତ୍ରାରେ। ଆଉ 14 ଚକ ଏବଂ 7ଟି ଅଖ ସହିତ ସଂଯୋଗ କଲୁ। ତାପରେ ମା ସୁଭଦ୍ରାଙ୍କର 12 ଚକରୁ 2ଟି ଚକ ଅଖ ଭଉଁରୀ ଯାତ୍ରାରେ ସଂଯୋଗ ହେଇଥିଲା। ଆଜି ଆମର 5ଟି ଅଖ ଏବଂ 10ଟି ଚକ ସହିତ ସଂଯୋଗ କଲୁ। ଜୟ ଜଗନ୍ନାଥ। ବ୍ୟୁରୋ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।